ସମସ୍ତଙ୍କୁ ଲୋକେଶ୍ୱର ଟ୍ୟୁଟୋରିଆଲକୁ ସ୍ୱାଗତ କରୁଛି। ଆଜି ଆମେ ଚାଇଲ୍ଡ ଡେଭଲପମେଣ୍ଟର 2 ନମ୍ବର କ୍ଲାସ୍ କରିବା। ତ ଏହି କ୍ଲାସରେ ଆମେ ଶାରୀରିକ ବିକାଶ, ଯାହାକୁ ଆମେ ଫିଜିକାଲ ଡେଭଲପମେଣ୍ଟ କହିଥାଉ, ସେ ବିଷୟରେ ଆଲୋଚନା କରିବା। ତା ସହ ମନୁଷ୍ୟର ବିଭିନ୍ନ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଚେଞ୍ଜେସ୍ ତାହା ଆମେ ଜାଣିବା। ତ ଯୋଉମାନେ କ୍ଲାସକୁ ନୂଆ ଆସିଛନ୍ତି ବା ୟୁଟ୍ୟୁବ ଚ୍ୟାନେଲକୁ ନୂଆ ଆସିଛନ୍ତି, ସମସ୍ତଙ୍କୁ ଅନୁରୋଧ କି ଦୟାକରି ଚ୍ୟାନେଲଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦିଅନ୍ତୁ। ଏବେ ଆମେ ପଢିବା ଶାରୀରିକ ବିକାଶର ପ୍ରଥମ ଅବସ୍ଥା, ଯୋଉଟାକି ଶୈଶବାବସ୍ଥା, ଯାହାକୁ ଆମେ ଇନଫାନ୍ସି ଷ୍ଟେଜ ବୋଲି କହିଥାଉ। ତ ଏହି ସମୟରେ ବା ଏହି ଯୋଉ ଅବସ୍ଥାଟା 0 ରୁ 3 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଶିଶୁର ଶାରୀରିକ ଗଠନ ଦ୍ରୁତ ଗତିରେ ବଢିଥାଏ। ଯେପରି ମାନେ ସେ ଯେ ଜନ୍ମ ହେବା ପରେ କିଛି ମାସ ପରେ କଣ ବସିଥାଏ ବା ଗୁରୁଣ୍ଡି ଥାଏ, ପେଟିତି ଥାଏ, ମାନେ ଏହାର ଶାରୀରିକ ମାନେ ଯୋଉ ଶକ୍ତ ହେଇଥାଏ ଧୀରେ ଧୀରେ। ତାପରେ ଜନ୍ମ ପରେ ଶାରୀରିକ ବୃଦ୍ଧି ତାଲୁରୁ ତଳିପାଦ, ଯୋଉଟାକୁ ଆମେ ସେଫାଲୋକୋଡାଲ ଆଡକୁ ଗତି କରିଥାଏ। ଯୋଉ ଲାଷ୍ଟ କ୍ଲାସରେ ଆମେ କ୍ଲାସ 1 ରେ କହିଥିଲା ସେଫାଲୋକୋଡାଲ କଣ, ପ୍ରକ୍ସିମୋଡିଷ୍ଟାଲ କଣ ହେଲା, ସେ ଭିଡିଓକୁ ମୁଁ ଏଇଠାରେ ପିନ୍ କରିଦେବି, ଯାଇକି ସମସ୍ତେ ଦେଖିବେ। ନେକ୍ସଟ ବାହ୍ୟ ଅଙ୍ଗ ବୃଦ୍ଧି ସଙ୍ଗେ ମାଂସପେଶୀର ବିକାଶ ଓ ଶକ୍ତି ବୃଦ୍ଧି ହୋଇଥାଏ। ଆମର ବାହ୍ୟ ଅଙ୍ଗ କୋଉଟା, ମାନେ ହାତ, ଗୋଡ, ଏହାର କଣ ବୃଦ୍ଧି ହୋଇଥାଏ ଓ ହାତ ଗୋଡର ମାନେ ଶକ୍ତି ବି ଆସିଥାଏ, ଯାହା ଦ୍ୱାରା ଶିଶୁଟି ଗୋଟେ ଜିନିଷକୁ ଧରେ, ତା ସହିତ ଖେଳେ, ହେଲା। ଏବେ ଦେଖ ଗ୍ରସ୍ ମୋଟର ସ୍କିଲ୍। ଏହି ଗ୍ରସ୍ ମୋଟର ସ୍କିଲ୍ କଣ, ଯାହା ଦ୍ୱାରା ଶିଶୁ କଣ କରିଥାଏ, ପେଟେଇବାକୁ ଆରମ୍ଭ କରେ, ମାନେ ଗୁରୁଣ୍ଡି ଗୁରୁଣ୍ଡି ଯାଇଥାଏ, ତାପରେ ଚାଲିଥାଏ ଧୀରେ ଧୀରେ, ତାପରେ କଣ କରିବ, ଚାଲି ଶିଖିଲା ପରେ ତାପରେ ସେ ଦୌଡ଼ିବ, ଦୌଡ଼ିକି ଡିଆଁ ମାରିବ, ଖେଳକୁଦ କରିବ, ମାନେ ସବୁ କାର୍ଯ୍ୟ ସେ କରିପାରିବ। ତ ଏବେ ଆମେ ଜାଣିବା ଆଦ୍ୟ ବାଲ୍ୟାବସ୍ଥା, ଯାହାକୁ ଆମେ ଆର୍ଲି ଚାଇଲ୍ଡହୁଡ କହିଥାଉ, ସେଇଥିରେ କଣ ଶାରୀରିକ ବିକାଶ ହୋଇଥାଏ। ତ ଏହି ଆଦ୍ୟ ବାଲ୍ୟାବସ୍ଥା ଯାହା 3 ରୁ 6 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ତ ଏହି ଆଦ୍ୟ ବାଲ୍ୟାବସ୍ଥାରେ ବିକାଶ, ଯୋଉ ଆମ ଶାରୀରିକ ବିକାଶ ହୋଇଥାଏ, ତାହା ଧୀରେ ସ୍ଲୋ ହେଇଯାଇଥାଏ, ମାନେ ଧୀରେ ଧୀରେ ଆମର ବୃଦ୍ଧିଟା ହୋଇଥାଏ 3 ରୁ 6 ବର୍ଷ ବୟସ ପର୍ଯ୍ୟନ୍ତ। ଏହି ବର୍ଷ ମାନେ ଏହି ଯୋଉ 5 ବର୍ଷ ବେଳକୁ, ମାନେ 3 ରୁ 6 ବର୍ଷ କଣ 5 ବର୍ଷ ଯେତେବେଳେ ହେଇଥାଏ ଶିଶୁକୁ, ସେତେବେଳେ ଶିଶୁର ହାରାହାରିଚୁତା କେତେ ହେଇଥାଏ, ମାନେ 100 ମାନେ 112 ସେଣ୍ଟିମିଟର ହୋଇଥାଏ। ତାପରେ ପ୍ରତିବର୍ଷ କଣ ହୁଏ, 8 ରୁ 10 ସେଣ୍ଟିମିଟର ମାନେ ଉଚ୍ଚତା ବଢିଥାଏ। ଫଳରେ କଣ ହୁଏ ନା କି ପିଲାମାନେ ଦେଖିବ ପତଳା ଆଉ ମାନେ ଡେଙ୍ଗା ଦେଖିଥାନ୍ତି ଏଇ 3 ରୁ 6 ବର୍ଷର ପିଲାମାନେ। ପରେ ବାଲିକା ମାନେ କଣ କରିଥାନ୍ତି, ଏଠାରେ ତାଙ୍କର ଟଏଲେଟ ଟ୍ରେନିଂ, ମାନେ ପ୍ରସାଧନ ଅଭ୍ୟାସଟା ଶିକ୍ଷା ଜଲ୍ଦି ଶୀଘ୍ର କରିଥାନ୍ତି। ଟଏଲେଟ ଟ୍ରେନିଂ କିପରି ତାଙ୍କର ଯୋଉ ମାନେ ଥାଏ ନିତ୍ୟକର୍ମ କରିବେ, ହେଲା। ତାପରେ ଏହି ସମୟରେ କଣ, ବାଲକ ବାଲିକା ମାନଙ୍କର ମାଂସପେଶୀ ଅଧିକ ଶକ୍ତ ଓ କାର୍ଯ୍ୟକ୍ଷମ ହୋଇଥାଏ। ତେଣୁ ସେମାନେ କଣ କରନ୍ତି, ଗଛ ଚଢନ୍ତି, ପାହାଚ ଚଢନ୍ତି, କାନ୍ଥ ଚଢନ୍ତି, ସୁଇମିଂ କରନ୍ତି, ଖେଳକୁଦ କରନ୍ତି, କ୍ରିକେଟ, ଫୁଟବଲ ଇତ୍ୟାଦି ସବୁ କରନ୍ତି। ଯେମିତି ଦେଖ, ସାଇକେଲ ଚଲୁଛି, ସ୍କିପିଂ କରୁଛି, ଏଇଟା ଲ୍ୟାଡର ଚଢୁଛି, ଗଛ ଚଢୁଛି, ହେଲା। ତା ସହିତ କଣ ଡ୍ରଇଂ କରୁଛି। ଏଇ ଯୋଉ ଡ୍ରଇଂ କରିବା ହଉଛି କଣ, ତାଙ୍କର ଫାଇନ ମୋଟର ସ୍କିଲ୍, ଯୋଉ ସାହାଯ୍ୟରେ କଣ ସେମାନେ ପେନସିଲ ଧରିବା ଶିଖିବେ, ପେନ୍ ଧରିବା ଶିଖିବେ, ଚିତ୍ର ଆଙ୍କିବାକୁ କରିବେ, ତା ସହିତ କଣ କରିବେ, ମାନେ ଲେଖିବା କୌଶଳ ସେମାନେ ଜାଣିବେ ଧୀରେ ଧୀରେ, ହେଲା। ମାନେ ହ୍ୟାଣ୍ଡ ସହିତ ଆୟକୁ କୋଅର୍ଡିନେଟ କରିବେ। ତ ଏହି ବାଲ୍ୟାବସ୍ଥାରେ ଏହି ସବୁ ବିକାଶଟା ହୋଇଥାଏ। ନେକ୍ସଟ ଆମେ ଜାଣିବା ଶାରୀରିକ ବିକାଶର ଶେଷ ବାଲ୍ୟାବସ୍ଥା, ଯୋଉଟାକୁ ଆମେ କଣ ଲେଟର ଚାଇଲ୍ଡହୁଡ କହିଥାଉ। ତ ଏହି ଅବସ୍ଥାରେ କଣ, ମାନେ ଏହାର ଯୋଉ ସମୟ ସୀମା ହଉଛି କଣ, 6 ରୁ 10 ବା 12 ବର୍ଷ ପର୍ଯ୍ୟନ୍ତ କହିବାକୁ ଚାଲେ, ହେଲା। ତ ଏହି ଶେଷ ବାଲ୍ୟାବସ୍ଥାରେ କଣ ହୁଏ, ଶାରୀରିକ ବିକାଶ ମାନେ ରହି ମାନେ କିଛି ସମୟ ବିକାଶ ହବ, ତାପରେ ଫେର ଅଟକି ଯିବ, କିଛି ସମୟ କଣ ବିକାଶ ହବ, ଶାରୀରିକ ବିକାଶ ବା ଶାରୀରିକ ଚେଞ୍ଜେସ ଆସିବ, ତାପରେ ଅଟକି ଯିବ, ରହି ହୋଇଥାଏ। ତା ଏହା ଫଳରେ କଣ ହୁଏ ନା, ହାତ ଗୋଡ ଦ୍ରୁତ ବେଗରେ ବଡ ଓ ଶକ୍ତ ହୋଇଥାଏ ଏହି ସମୟରେ ଯୋଉ ବାଲକ ବାଲିକା ମାନଙ୍କର। ତେଣୁ ପିଲାମାନେ ପତଳା ଓ ଡେଙ୍ଗା ଦେଖାଯାଆନ୍ତି ଏହି ସମୟରେ, ଶେଷ ବାଲ୍ୟାବସ୍ଥାରେ ବି ମଧ୍ୟ, ହେଲା। ତାପରେ ବାଲକ ମାନେ 10 ବର୍ଷ ବେଳକୁ ବାଲିକା ମାନଙ୍କ ଅପେକ୍ଷା ଉଚ୍ଚ ଓଜନିଆ ରହିଥାନ୍ତି। ତ ବାଲକ ମାନେ ଦେଖ, ଏଠାରେ 10 ବର୍ଷ ବେଳକୁ ବାଲିକା ମାନଙ୍କ ଠାରୁ କଣ ଉଚ୍ଚା ଦେଖାଯାଆନ୍ତି, ଆଉ ତାଙ୍କର ଓଜନ ବି ବଢି ଯାଇଥାଏ।
ତ ନିଜ ସମବୟସ୍କ ପିଲାମାନଙ୍କ ଠାରୁ ଉଚ୍ଚା ଉଚ୍ଚା ଥାନ୍ତି କିଛି ପିଲା, ତ ସେମାନେ ଆଗକୁ ମଧ୍ୟ ପରବର୍ତ୍ତୀ ସମୟରେ ମଧ୍ୟ ସେପରି ତାଙ୍କ ଠାରୁ ଉଚ୍ଚ ଓ ଓଜନିଆ ରହିଥାନ୍ତି ହେଲା। ତାପରେ ପିଲାର ଯୋଉ ଶରୀର ଶକ୍ତି, କାର୍ଯ୍ୟ କରିବାର ଦକ୍ଷତା, ଏହା କଣ ବୃଦ୍ଧି ହୋଇଥାଏ। ତେଣୁ ସେ ବିଭିନ୍ନ ଖେଳକୁଦ, ଫୁଟବଲ, କ୍ରିକେଟ, ଜିମ୍ନାଷ୍ଟିକ ଏହା ସେୟା କରିଥାଏ ହେଲା। ମ୍ୟୁଜିକ ପ୍ଲେ କରୁଛି, ଡ୍ରଇଂ କରୁଛି, ଦେଖ ଡ୍ରମ ବଜାଉଛି, ତା ସହିତ ନୃତ୍ୟ, ପାଠ ପଢା ଇତ୍ୟାଦି ବି ସେ କଣ ସେ କରିପାରେ। ତାପରେ ଲାଷ୍ଟ ହେଲା କୈଶୋରାବସ୍ଥା, ଯାହାକୁ ଆମେ ଏଡୋଲସେଣ୍ଟ ଷ୍ଟେଜ ବୋଲି କହିଥାଉ। ତ ଏହାର ସମୟ ସୀମା ହେଲା 13 ରୁ 19 ବର୍ଷ ବୟସ ପର୍ଯ୍ୟନ୍ତ ଚାଲିଥାଏ। ତ ଏହି ସମୟକୁ ଆମେ କହିଥାଉ କଣ ପ୍ରାକ୍ କୈଶୋରାବସ୍ଥା। ଏହି ପ୍ରାକ୍ କୈଶୋରାବସ୍ଥା କଣ 12 ରୁ 13 ବର୍ଷ ବୟସ। ତ ଏହି ସମୟରେ କଣ ପରିପକ୍ୱତା ବା ମ୍ୟାଚୁରିଟି ପ୍ରକ୍ରିୟା ଆରମ୍ଭ ହୋଇଥାଏ ହେଲା। ମାନେ ପୁରାପୁରି ପରିପକ୍ୱ ନୁହେଁ ବା ମ୍ୟାଚୁରିଟି ଆସି ନଥାଏ ଏଇ ଯୋଉ ପ୍ରାକ୍ କୈଶୋରାବସ୍ଥା 13 ରୁ 14 ବର୍ଷ ବୟସରେ। ତାପରେ ହର୍ଲକଙ୍କ ମତରେ, ମାନେ ଗୋଟେ ଆମର ମନୋବିଜ୍ଞାନୀ କିଏ ହର୍ଲକ, ତାଙ୍କ ମତରେ କଣ ଏହି କୈଶୋରାବସ୍ଥାରେ ଶାରୀରିକ ବିକାଶରେ ଯୋଉ ଘଟୁଥିବା ପରିବର୍ତ୍ତନ କଣ ଦ୍ରୁତ ନୁହେଁ କି ଧୀର ନୁହେଁ, ମାନେ ବେଶୀ ବେଗରେ ହୋଇନଥାଏ କି ବେଶୀ ମାନେ ସ୍ଲୋରେ ବି ହୋଇନଥାଏ, ମାନେ ବାଲାନ୍ସ ହେଇକି ଚାଲିଥାଏ। ତ ବାଲକ ମାନେ 10 ବର୍ଷ ବେଳକୁ ବାଳିକା ମାନଙ୍କ ଅପେକ୍ଷା ଉଚ୍ଚ ଓଜନିଆ ରହିଥାନ୍ତି, ଏହା ତ ଆମେ ପଢିଛୁ ହେଲା। ତ ଯୌନାଙ୍ଗରେ ପରିବର୍ତ୍ତନ ଓ ସନ୍ତାନ ଜନ୍ମାଇବା କ୍ଷମତା ସେଇ ସମୟରେ ବା ଆମର ଏଇ କୈଶୋରାବସ୍ଥାରେ ଆସିଥାଏ। ତାପରେ କଣ ହୋଇଥାଏ, ସାବାଲକରେ ପରିଣତ ହୋଇଥାନ୍ତି ପିଲାମାନେ। ତ ତ ପିଲାମାନଙ୍କର କଣ କଣ ପରିବର୍ତ୍ତନ ହୋଇଥାଏ, ଫେସ ରେ ପିମ୍ପଲ ଆସିବ, ତାପରେ କଣ ମୁଚ୍ ଆସିବ, ମୁଚ୍, ତାପରେ ଯୋଉ ହାତ ସୋଲ୍ଡର ତଳରେ ବାଳ ଆସିବ, ତାପରେ ବ୍ରେନ ଚେଞ୍ଜ ହବ, ତା ସହିତ ଆବାଜ ବି ଚେଞ୍ଜ ହୋଇଥାଏ, ଭଏସ ଚେଞ୍ଜ ହୋଇଥାଏ, ଖେଳ କୁଦ ଷ୍ଟାଇଲ କରିବାରେ, ତାପରେ ଏଇଟା ସବୁ ହୋଇଥାଏ। ନେକ୍ସଟ ହେଲା ଝିଅ ମାନଙ୍କୁ ଗର୍ଭଧାରଣର କ୍ଷମତା ର ପରିପକ୍ୱତା 18 ରୁ 19 ବର୍ଷ ବୟସରେ ଆସିଥାଏ। ମାନେ ଝିଅ ମାନଙ୍କର ଯୋଉ ଗର୍ଭଧାରଣ କ୍ଷମତା ତାହା 18 ବା 19 ବର୍ଷ ବୟସରେ ଆସିଥାଏ ହେଲା। ତା ସହ ତାଙ୍କର ଯୌନାଙ୍ଗରେ କେଶ ଆସିଥାଏ। ତାପରେ ପିଲାମାନଙ୍କର ଦେଖ, ଝିଅ ମାନଙ୍କର ଋତୁସ୍ରାବ ଏଇ ଯୋଉ 14 ବା 13 ରୁ 14 ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ। ତାପରେ ପୁଅ ମାନଙ୍କର କଣ ସ୍ୱପ୍ନ ଦୋଷ ଆସିଥାଏ। ସ୍ୱପ୍ନ ଦୋଷ ଆସିବା ଯୋଉ କଣ ରାତିରେ ଆମେ ଭୂସ୍ଖଳନ କରିଥାଉ ହେଲା। ଏହା ହଉଛି କଣ କୈଶୋରାବସ୍ଥାର କେତେଟା ମୁଖ୍ୟ ପଏଣ୍ଟ। ତ କ୍ଲାସଟି ଭଲ ଲାଗିଥିବ, ତ ସମସ୍ତଙ୍କୁ ଧନ୍ୟବାଦ। ଆଉ ଦୟା କରୁଛି ଯେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କର, ଏମିତି ସିଡିବି କ୍ଲାसेସ୍ ଆସୁଥିବ। ତା ସହ ଆଉ ଗୋଟେ ସୂଚନା, ନେକ୍ସଟ କ୍ଲାସରେ ଆମେ ସାମାଜିକ ବିକାଶ ପଢିବା ହେଲା। ତ ସମସ୍ତଙ୍କୁ ଧନ୍ୟବାଦ, ବାଏ।